ତାଙ୍କର ବିଭାଗ ଥିଲା ଇଲେକ୍ଟ୍ରିକାଲ ବିଭାଗ। ସେ ଇଲେକ୍ଟ୍ରିକାଲ ଡିଭିଜନରେ କାମ କରୁଥିଲେ ଏବଂ ଘଟଣା ଦିନ ଗୋଟିଏ ଦିନ ତାଙ୍କୁ ମେକାନିକାଲ ଡିପାର୍ଟମେଣ୍ଟକୁ କାମ କରିବା ପାଇଁ ପଠାଯାଉଛି ଏବଂ ସେ ମେକାନିକାଲ ଡିଭିଜନରେ କାମ କରୁଥିବା ସମୟରେ ହଠାତ୍ କଣ୍ଟେନରର ଚେନ୍ ଛିଣ୍ଡି ଯାଉଛି, କଣ୍ଟେନର ତାଙ୍କ ଉପରେ ପଡ଼ୁଛି ଏବଂ ସେ ଗୁରୁତର ଭାବରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ହସ୍ପିଟାଲ ଏବଂ ପରବର୍ତ୍ତୀ ସମୟରେ କଟକର ଏକ ଘରୋଇ ହସ୍ପିଟାଲ ଏବଂ ତା ପରବର୍ତ୍ତୀ ସମୟରେ ଭୁବନେଶ୍ୱର ତିନୋଟି ହସ୍ପିଟାଲକୁ ବୁଲାଯାଇଛି। ଜଣେ ଗୁରୁତର ଅବସ୍ଥାରେ ମରଣ ସହିତ ମରଣ ସହିତ ସଂଘର୍ଷ କରୁଥିବା ଗୋଟେ ଇଞ୍ଜିନିୟରକୁ ଏମାନେ ତିନୋଟି ହସ୍ପିଟାଲ ବୁଲେଇଛନ୍ତି, ଛୋଟ ଛୋଟ ହସ୍ପିଟାଲ ବୁଲେଇଛନ୍ତି, ବଡ଼ ହସ୍ପିଟାଲକୁ ନେଲେ ନାହିଁ। ଏବଂ ଯେଉଁ ଆମ୍ବୁଲାନ୍ସରେ ତାଙ୍କୁ ଅଣାଗଲା ଏମ୍ଜିଏମ୍ କମ୍ପାନୀରୁ ଭୁବନେଶ୍ୱରକୁ ଅଣାଗଲା, ସେ ଆମ୍ବୁଲାନ୍ସରେ ନା ଏସି ଥିଲା, ନା ଅକ୍ସିଜେନ୍ ସପୋର୍ଟ ଥିଲା। ଏଠି ବଡ଼ ପ୍ରଶ୍ନ ଉଠୁଛି, ହଜାର ହଜାର କୋଟି ଟଙ୍କାର ଲାଭ କମାଉଥିବା କମ୍ପାନୀମାନେ ଶ୍ରମିକମାନଙ୍କ ଜୀବନକୁ ନେଇ କେଉଁଭଳି ଭାବରେ ଖେଳ ଖେଳୁଛନ୍ତି। ଧନ୍ୟବାଦ, ଆପଣ ଯଥା ସମୟରେ ଆସି ଆମକୁ ସହଯୋଗ କଲେ। ଆପଣମାନେ ଜାଣିଛନ୍ତି, ପ୍ରତ୍ୟେକ ବାପା ମାଆଙ୍କର ଇଚ୍ଛା ଥାଏ, ସ୍ୱପ୍ନ ଥାଏ, ମୋ ପିଲା ଡାକ୍ତର ହେବ ବା ଇଞ୍ଜିନିୟର ହେବ। ପ୍ରତ୍ୟେକ ମା ବାପା ଗରିବ ହୁଅନ୍ତୁ, ଧନୀ ହୁଅନ୍ତୁ, ଖଟିକିଆ ହୁଅନ୍ତୁ, ମଜୁରିଆ ହୁଅନ୍ତୁ, ସମସ୍ତଙ୍କର ଇଚ୍ଛା ଥାଏ ଆମ ପିଲାମାନେ ଡାକ୍ତର ହୁଅନ୍ତୁ, ଇଞ୍ଜିନିୟର ହୁଅନ୍ତୁ, ବଡ଼ ଚାକିରି କରନ୍ତୁ। ଏବଂ ସେମିତି ଏକ ପରିବାର ଖୋର୍ଦ୍ଧାର, ଯେଉଁ ବାପା ମା ବହୁତ ନିମ୍ନ ମଧ୍ୟବିତ୍ତ ବହୁତ ପରିଶ୍ରମ କରି ପିଲାକୁ ଇଞ୍ଜିନିୟର କରିଥିଲେ ଏବଂ ବହୁତ କଷ୍ଟ କରି ପିଲାକୁ ପାଠ ପଢ଼େଇଥିଲେ ଏବଂ ଇଞ୍ଜିନିୟର କରିଥିଲେ ଏବଂ ଖୁସି ଥିଲେ କି ପୁଅ ଇଞ୍ଜିନିୟର ହେଇଛି ଏବଂ ପୁଅ ମଧ୍ୟ ଏକ ପ୍ରତିଷ୍ଠିତ କମ୍ପାନୀରେ ଓଡ଼ିଶାରେ କାମ କରୁଥିଲା। ଢେଙ୍କାନାଳସ୍ଥିତ ଏମ୍ଜିଏମ୍ ମିନେରାଲ୍ସ ଆପଣମାନେ ଜାଣିଛନ୍ତି, ସେ କମ୍ପାନୀରେ ଗୋଟେ ଆମର ଇଞ୍ଜିନିୟର ବନ୍ଧୁ କାମ କରୁଥିଲେ ଏବଂ ଆମେ ଦୁଃଖର ସହିତ କହିବା ପାଇଁ ଚାହୁଁଛୁ କି ତାଙ୍କର ଅକାଳ ବିୟୋଗ ହେଇଛି ଏବଂ ତାଙ୍କର ଯେଉଁ ଦୁର୍ଘଟଣା ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଯାହାକୁ ନେଇ ଆଜି ଆମେ ଆପଣଙ୍କ ସାମ୍ନାରେ ରଖିବା ପାଇଁ ଚାହୁଁଛୁ। ଏହା ତାଙ୍କ ବାପାଙ୍କର ମଧ୍ୟ ଅଭିଯୋଗ। ଆପଣ ଜାଣିଛନ୍ତି କି ଢେଙ୍କାନାଳ ସ୍ଥିତ ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ୍, ଯାହାର ଚେୟାରମ୍ୟାନ୍ ହେଉଛନ୍ତି ପଙ୍କଜ ଲୋଚନ ମହାନ୍ତି ଏବଂ ସେ କମ୍ପାନୀର ଓଡ଼ିଶାରେ ବିଭିନ୍ନ ଜାଗାରେ ପ୍ଲାଣ୍ଟ ଅଛି, ମାଇନ୍ସ ଅଛି ଏବଂ ସେଠି ହଜାର ହଜାର ଇଞ୍ଜିନିୟର ମାନେ କାମ କରୁଛନ୍ତି। କିନ୍ତୁ ଯେତେବେଳେ ଇଞ୍ଜିନିୟର ମାନେ କାମ କରୁଛନ୍ତି, ସେଥିରେ କେତେ ସୁରକ୍ଷିତ ଭାବରେ କାମ କରୁଛନ୍ତି, ସେଫ୍ଟି ଡିପାର୍ଟମେଣ୍ଟ, ଲେବର ଡିପାର୍ଟମେଣ୍ଟ କ'ଣ କରୁଛନ୍ତି, ସେମାନେ ଅନୁଧ୍ୟାନ କରୁଛନ୍ତି କି ନାହିଁ, ତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। କାରଣ ଗୋଟେ ଘଟଣା ଆମେ ଆପଣଙ୍କ ସାମ୍ନାରେ ରଖିବୁ। ଜଣେ ଇଞ୍ଜିନିୟର, ତାଙ୍କ ନାଁ ହେଉଛି ଶତାବ୍ଦୀ ରାଜମୋହନ, ଖୋର୍ଦ୍ଧାର ବାସିନ୍ଦା। ସେ ଢେଙ୍କାନାଳସ୍ଥିତ ଏମ୍ଜିଏମ୍ କମ୍ପାନୀରେ କାମ କରୁଥିଲେ ଏବଂ ତାଙ୍କର ବିଭାଗ ଥିଲା ଇଲେକ୍ଟ୍ରିକାଲ ବିଭାଗ। ସେ ଇଲେକ୍ଟ୍ରିକାଲ ଡିଭିଜନରେ କାମ କରୁଥିଲେ ଏବଂ ଘଟଣା ଦିନ ଗୋଟିଏ ଦିନ ତାଙ୍କୁ ମେକାନିକାଲ ଡିପାର୍ଟମେଣ୍ଟକୁ କାମ କରିବା ପାଇଁ ପଠାଯାଉଛି ଏବଂ ସେ ମେକାନିକାଲ ଡିଭିଜନରେ କାମ କରୁଥିବା ସମୟରେ ହଠାତ୍ କଣ୍ଟେନରର ଚେନ୍ ଛିଣ୍ଡି ଯାଉଛି, କଣ୍ଟେନର ତାଙ୍କ ଉପରେ ପଡ଼ୁଛି ଏବଂ ସେ ଗୁରୁତର ଭାବରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ହସ୍ପିଟାଲ ଏବଂ ପରବର୍ତ୍ତୀ ସମୟରେ କଟକର ଏକ ଘରୋଇ ହସ୍ପିଟାଲ ଏବଂ ତା ପରବର୍ତ୍ତୀ ସମୟରେ ଭୁବନେଶ୍ୱର ତିନୋଟି ହସ୍ପିଟାଲକୁ ବୁଲାଯାଇଛି। ଜଣେ ଗୁରୁତର ଅବସ୍ଥାରେ ମରଣ ସହିତ ସଂଘର୍ଷ କରୁଥିବା ଗୋଟେ ଇଞ୍ଜିନିୟରକୁ ଏମାନେ ତିନୋଟି ହସ୍ପିଟାଲ ବୁଲେଇଛନ୍ତି, ଛୋଟ ଛୋଟ ହସ୍ପିଟାଲ ବୁଲେଇଛନ୍ତି, ବଡ଼ ହସ୍ପିଟାଲକୁ ନେଲେ ନାହିଁ। ଏବଂ ଯେଉଁ ଆମ୍ବୁଲାନ୍ସରେ ତାଙ୍କୁ ଅଣାଗଲା ଏମ୍ଜିଏମ୍ କମ୍ପାନୀରୁ ଭୁବନେଶ୍ୱରକୁ ଅଣାଗଲା, ସେ ଆମ୍ବୁଲାନ୍ସରେ ନା ଏସି ଥିଲା, ନା ଅକ୍ସିଜେନ୍ ସପୋର୍ଟ ଥିଲା। ଏଠି ବଡ଼ ପ୍ରଶ୍ନ ଉଠୁଛି, ହଜାର ହଜାର କୋଟି ଟଙ୍କାର ଲାଭ କମାଉଥିବା କମ୍ପାନୀମାନେ ଶ୍ରମିକମାନଙ୍କ ଜୀବନକୁ ନେଇ କେଉଁଭଳି ଭାବରେ ଖେଳ ଖେଳୁଛନ୍ତି। ଆଜି ଗଣମାଧ୍ୟମରେ ଏକ ଶିରୋନାମା ସୃଷ୍ଟି କରିଛି, ମୁଁ ଆପଣଙ୍କୁ ଦେଖିବା ପାଇଁ ଚାହିଁବି। ଇଏ ହେଉଛି ସେଇ ଇଞ୍ଜିନିୟର, ଇଏ ହେଉଛନ୍ତି ସେଇ ଇଞ୍ଜିନିୟର ଯାହାଙ୍କର ଅକାଳ ବିୟୋଗ ହୋଇଛି। ଆମେ ଦାବି କରୁଛୁ କି ଏଇ ଘଟଣାର ଆମୂଳଚୂଳ ତଦନ୍ତ ହେଉ। ତାଙ୍କ ବାପା ଯେଉଁ ଅଭିଯୋଗ ଆଣିଛନ୍ତି କି ତାଙ୍କୁ ଜାଣି ଶୁଣି ହତ୍ୟା କରାଯାଇଛି, ଏହା ଏକ ଦୁର୍ଘଟଣା ନୁହଁ, ଏହା ହେଉଛି ଏକ ହତ୍ୟା ଏବଂ ପ୍ରମାଣ ଯୋଗାଡ଼ରେ ମଧ୍ୟ ବାପା ଲାଗିଛନ୍ତି। ସମସ୍ତଙ୍କୁ ପଚାରୁଛନ୍ତି, ବୁଝୁଛନ୍ତି, ଆଉ କେହି ସହଯୋଗ କରୁନାହାନ୍ତି। ଯେତେବେଳେ ଏହି ଅବସ୍ଥାରେ ଆମେ ଖବର ପାଇଲୁ କି କୌଣସି ସୂଚନା ଆମ ପାଖକୁ ଆସିଲା କି ଆମକୁ ଜଣାଇବା ପାଇଁ ସେମାନେ ଚେଷ୍ଟା କଲେ ଏବଂ ଯେହେତୁ ସିଏ ଆମର ଜଣେ ଇଞ୍ଜିନିୟର ବନ୍ଧୁ, ଆମେ ଆପଣମାନଙ୍କ ମାଧ୍ୟମରେ ସରକାରଙ୍କ ପାଖରେ ଅପିଲ କରିବୁ ସେ ପରିବାରକୁ ନ୍ୟାୟ ମିଳୁ, ସେ ପରିବାର ପ୍ରତି ସେ ପରିବାରର କାହାକୁ ଚାକିରି ଦିଆଯାଉ
ଏବଂ ସେ ପରିବାର କେମିତି ପରିବାର ଚଳିବ ଭବିଷ୍ୟତରେ ତାହା ପାଇଁ ସରକାର ବନ୍ଦୋବସ୍ତ କରନ୍ତୁ ଏବଂ ସେ ପରିବାର ସେ ଯେଉଁ ଘଟଣାର ଆମୂଳଚୂଳ ତଦନ୍ତ ହେଉ। ଏବଂ ସବୁଠୁ ବଡ଼ କଥା ହେଉଛି ଯେଉଁ ସେଫ୍ଟି ଡିପାର୍ଟମେଣ୍ଟ ଅଛି ସମ୍ପୃକ୍ତ କମ୍ପାନୀର ଏମ୍ଜିଏମ୍ କମ୍ପାନୀର ଯେଉଁ ସେଫ୍ଟି ଡିପାର୍ଟମେଣ୍ଟ ଅଛି ତାହା ବାସ୍ତବରେ ଚାଲୁଛି ନା ନାହିଁ ତା'ର ଅନୁଧ୍ୟାନ କରାଯାଉ ଏବଂ ତା'ର ଯେ ଚେୟାରମ୍ୟାନ୍ ଅଛନ୍ତି ରାଜୀବ ଲୋଚନ ପଙ୍କଜ ଲୋଚନ ମହାନ୍ତି ନିଜେ ସ୍ପଷ୍ଟୀକରଣ ଦିଅନ୍ତୁ। ଆପଣ ଜାଣିଛନ୍ତି ପଙ୍କଜ ଲୋଚନ ମହାନ୍ତି ପୂର୍ବରୁ ଓସିଆର ସଭାପତି ମଧ୍ୟ ଥିଲେ। ସେ ସେହି ପଙ୍କଜ ଲୋଚନ ମହାନ୍ତି ଯିଏ ଏମ୍ଜିଏମ୍ର ମାଲିକ, ସେ ସ୍ପଷ୍ଟୀକରଣ ଦିଅନ୍ତୁ। ଯେଉଁ ପରିବାରର କ୍ଷତି ହେଇଛି ସେ ପରିବାରର କ୍ଷତିର ଭରଣା କରନ୍ତୁ। ଏବଂ ଆମେ ଦାବି କରୁଛୁ ଏ କମ୍ପାନୀର ଆଜି ନୁହେଁ ଆରମ୍ଭରୁ କେତେ ଘଟଣା ଘଟିଛି ଏବଂ କେତେ ବେଆଇନ କାର୍ଯ୍ୟକଳାପ ହେଉଛି ଏବଂ ଶ୍ରମିକମାନଙ୍କ ସୁରକ୍ଷାକୁ କାହିଁକି ପ୍ରାଥମିକତା ଦିଆଯାଉ ନାହିଁ ଏ ସବୁର ସରକାର ତଦନ୍ତ କରନ୍ତୁ। ଏକ କମିଟି ବସାଇ এই ଯେଉଁ ମୃତ ପରିବାରକୁ ସରକାର ନ୍ୟାୟ ଦେବେ ବୋଲି ଆମର ଆଶା। ଧନ୍ୟବାଦ।